ଅନାଚକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି। ତେବେ ସୂଚନା ଅନୁସାରେ ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି 2025-26ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ ଅନାଚକ ଦଳକୁ ଛାଡ଼ି ଘରକୁ ଫେରିଛନ୍ତି। ରିପୋର୍ଟ ଅନୁଯାୟୀ ବିରାଟ ବେଙ୍ଗାଲୁରୁ ଏୟାରପୋର୍ଟରୁ ନିଜ ଘରକୁ ଯାଉଛନ୍ତି। ସେ ନ୍ୟୁ ଇୟର ପାଇଁ ପରିବାର ସହିତ ଛୁଟି ମନେଇବାକୁ ଯାଉଛନ୍ତି। ବିରାଟ ଦିଲ୍ଲୀ ପାଇଁ ପ୍ରଥମ 2 ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ମୋଟ 208 ରନ୍ କରିଥିଲେ। ଆନ୍ଧ୍ରପ୍ରଦେଶ ବିପକ୍ଷରେ 131 ରନ୍ର ଅସାଧାରଣ ଇନିଂସ ଖେଳିଥିଲେ ଏବଂ ଗୁଜରାଟ ବିପକ୍ଷରେ 77 ରନ୍ କରିଥିଲେ। 2 ମ୍ୟାଚ୍ରେ ତାଙ୍କର ଗଡ଼ ଆଭରେଜ୍ 104 ରହିଛି। ଗୁଜରାଟ ବିପକ୍ଷରେ ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ ଏବଂ ଦିଲ୍ଲୀ 7 ରନ୍ରେ ଜିତିଥିଲା। ଭଲ କଥା ହେଉଛି ବିରାଟଙ୍କର ବିଜୟ ହଜାରେ ଟ୍ରଫିରେ ଫେରିବାର ସମ୍ଭାବନା ରହିଛି। ସେ ଆଗାମୀ 3 ମ୍ୟାଚ୍ରେ ନ ଖେଳିଲେ ମଧ୍ୟ ଜାନୁଆରୀ 6, 2026ରେ ରେଳବାଇ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ରେ ଖେଳିପାରନ୍ତି। ଏହା ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍ ପୂର୍ବରୁ ତାଙ୍କର ଶେଷ ଘରୋଇ ମ୍ୟାଚ୍ ହେବ। ଏହାପରେ ସେ ଟିମ୍ ଇଣ୍ଡିଆରେ ଯୋଗ ଦେବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଜାନୁଆରୀ 11, 2026ରୁ ଆରମ୍ଭ ହେବ, ଯାହାର ପ୍ରଥମ ମ୍ୟାଚ୍ ବଡୋଦରାରେ ହେବ। ବିରାଟ ଏବେ ଏକଦିବସୀୟ ଫର୍ମାଟରେ ଅସାଧାରଣ ଫର୍ମରେ ରହିଛନ୍ତି। ଗତ 6ଟି ମ୍ୟାଚ୍ରେ ସେ 50ରୁ ଅଧିକ ସ୍କୋର କରିଛନ୍ତି, ଯେଉଁଥିରେ 3ଟି ଶତକ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କଠାରୁ ବଡ଼ ଇନିଂସ ଆଶା କରାଯାଇଛି। ବିରାଟ କୋହଲିଙ୍କର ଏହି ଛୁଟି ତାଙ୍କୁ ନୂଆ ବର୍ଷରେ ନୂଆ ଉତ୍ସାହ ଦେବ ଏବଂ ଆଗାମୀ ଆନ୍ତର୍ଜାତୀୟ ସିରିଜ୍ ପାଇଁ ପ୍ରସ୍ତୁତ କରିବ। କ୍ରିକେଟ ପ୍ରେମୀମାନେ ତାଙ୍କର ଫେରିବା ପାଇଁ ଉତ୍ସୁକ ରହିଛନ୍ତି।